ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରିପୋଷି ବ୍ଲକ ବଡ଼ଗାଁ ପଞ୍ଚାୟତର କଣ୍ଟାସୋଲାଠାରେ ଥିବା ମା ତାରିଣୀ ଝୁମର ପାର୍ଟି ଝୁମର ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବେତନଟୀ ବ୍ଲକ ସାମ୍ବାଦିକ ସଂଘର ଉପସଭାପତି ଗତିକୃଷ୍ଣ ମହାନ୍ତ ଓ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଝୁମର ଶିଳ୍ପୀ ଅଶ୍ୱିନୀ କୁମାର ମହାନ୍ତ ପ୍ରମୁଖ ଯୋଗଦାନ କରି ଝୁମର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମା ତାରିଣୀ ଝୁମର ପାର୍ଟି ଝୁମର ପ୍ରତିଷ୍ଠାନର ସଭାପତି କନକଲତା ମହାନ୍ତ, ସମ୍ପାଦିକା ପାର୍ବତୀ ମହାନ୍ତ, ସଦସ୍ୟ ଅମିତ କୁମାର ମହାନ୍ତ, ସୁବାସ ମହାନ୍ତ, ବିବିଶେଷ ମହାନ୍ତ, ସଦସ୍ୟା ଦ୍ରୌପଦୀ ମହାନ୍ତ, ପିଙ୍କି ମହାନ୍ତ, ଜଗନ୍ନାଥ ମହାନ୍ତ, ପୁଷ୍ପଲତା ମହାନ୍ତ, ତପସ୍ୱିନୀ ମହାନ୍ତ, ହେମଲତା ମହାନ୍ତ, ନମିତା ମହାନ୍ତ, ଗାୟତ୍ରୀ ମହାନ୍ତ ଓ ଲକ୍ଷ୍ମୀମଣି ମହାନ୍ତ ପ୍ରମୁଖ ଝୁମର କଳାକାରମାନେ ନୃତ୍ୟ, ଗୀତ ଓ ବାଦ୍ୟ ପରିବେଷଣ କରିଥିଲେ। ଝୁମର ଅନୁଷ୍ଠାନ ତରଫରୁ ଦୀର୍ଘ ବର୍ଷ ଧରି ଏହି ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରଖିଥିବାରୁ ବାର୍ଷିକ ଉତ୍ସବରେ ଯୋଗଦାନ କରିଥିବା ଅତିଥିମାନେ ଝୁମର ଅନୁଷ୍ଠାନର କଳାକାରମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ତେବେ ଏହି କଳାକାରମାନେ କଳା ଓ ସଂସ୍କୃତିକୁ ଦୀର୍ଘ ବର୍ଷ ଧରି ବଞ୍ଚାଇ ରଖିଥିବାରୁ ସମ୍ପୃକ୍ତ ଝୁମର ଅନୁଷ୍ଠାନ ଓ କଳାକାରମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ କଣ୍ଟାସୋଲାରୁ ଗତିକୃଷ୍ଣ ମହାନ୍ତଙ୍କ ରିପୋର୍ଟ, ଓଡ଼ିଶା ଲାଇଭ୍। ଆପଣଙ୍କ ପରିଚୟ? ମୋ ପରିଚୟ ହେଲା ପାର୍ବତୀ ମହାନ୍ତ, ଗ୍ରାମ କଣ୍ଟାସୋଲା, ଜିପି ବଡ଼ଗାଁ, ବ୍ଲକ ବାଙ୍ଗିରିପୋଷି। ଆପଣଙ୍କ ଝୁମର ଦଳର ନାଁ କ'ଣ? ମା ତାରିଣୀ ଝୁମର ମେଲୋଡି। କେବେଠୁ ଆପଣଙ୍କର ଏଇ ଝୁମର ଦଳ ଆରମ୍ଭ କରିଛନ୍ତି, ଝୁମର କାର୍ଯ୍ୟକ୍ରମ କରୁଛନ୍ତି? 10 ବର୍ଷ ହେଲା। ତେବେ କୋଉଠି କୋଉଠି ଯାଇ ଆପଣମାନେ ଏଇ ଝୁମର ପରିବେଷଣ କରିଛନ୍ତି? ଆମେ ଏଇ ଆଖପାଖରେ କରେ, ଆଉ ଏ ବର୍ଷ ବଡ଼ଗାଁ ଯାଇଥିଲି। ତେବେ ଆପଣ ଯେଉଁ ଝୁମର ପରିବେଷଣ କରୁଛନ୍ତି, ଏଇ ଝୁମର କୋଉଠୁ ଶିଖିଛନ୍ତି? ଆମେ ଆମ ଗାଁରେ ଶିଖିଛି। ତେବେ ଆପଣଙ୍କର ଝୁମର ଦଳରେ କେତେ ଜଣ ଅଛନ୍ତି, ସଦସ୍ୟ ଅଛନ୍ତି? 14 ଜଣ। ଆପଣ ସରକାରଙ୍କ କିଛି ସହାୟତା ପାଉଛନ୍ତି କି, କଳାକାର ଭତ୍ତା ଇତ୍ୟାଦି? ନା କିଛି ମିଳିନି। ତେବେ କ'ଣ କହିବା ପାଇଁ ଚାହିଁବେ, ସରକାରଙ୍କୁ କ'ଣ କହିବା ପାଇଁ ଚାହିଁବେ? ସରକାରଙ୍କୁ ସହାୟତା ମାଗିବା ଆମେ। ଆପଣଙ୍କୁ ଯଦି ସରକାର ସହାୟତା ଦିଅନ୍ତି, ତେବେ କିଭଳି ଭାବରେ ଆପଣଙ୍କର ଅନୁଷ୍ଠାନ ଆଗେଇବ ବୋଲି ଭାବୁଛନ୍ତି? ଆଉ ଟିକେ ଭଲ ହେବ ବୋଲି। ଆପଣମାନେ ଆଉ କ'ଣ କ'ଣ ଜାଣିଛନ୍ତି? ନାଚ, ଗୀତ, ଝୁମର ବ୍ୟତୀତ ଆଉ କ'ଣ କ'ଣ ଜାଣିଛନ୍ତି? ଏଇ ନାଚ, ଗୀତ, ଅଧିକା ଆଉ କିଛି ନାହିଁ। ଆପଣ କ'ଣ କରନ୍ତି? ଆପଣ ନାଚନ୍ତି, ଗାଆନ୍ତି, କ'ଣ କରନ୍ତି? ନାଚା ହୁଏ। କ'ଣ କହିବା ପାଇଁ ଚାହିଁବେ ତେବେ ଆପଣଙ୍କର ଝୁମର ଅନୁଷ୍ଠାନର ସଦସ୍ୟମାନଙ୍କୁ କ'ଣ କହିବା ପାଇଁ ଚାହିଁବେ, ସରକାରଙ୍କୁ କ'ଣ କହିବା ପାଇଁ ଚାହିଁବେ, ଏବଂ ଆପଣଙ୍କର ଅନୁଷ୍ଠାନର ଉନ୍ନତି ପାଇଁ କ'ଣ କହିବା ପାଇଁ ଚାହିଁବେ? ସହାୟତା ଯେମିତି ମିଳୁ। ଆଉ କେତେ ଖୁସି ଲାଗୁଛି ଆପଣମାନେ ଯେଉଁ? ବହୁତ ଖୁସି, ବହୁତ ଖୁସି। କେମିତି କ'ଣ ଆପଣ ଝୁମର ଅନୁଷ୍ଠାନ କରିବା ପାଇଁ ଆଗ୍ରହ ଆପଣଙ୍କର ମନରେ ଆସିଥିଲା? ହେଲା ଏମିତି ଦୁନିଆରେ ସମସ୍ତେ କରୁଛନ୍ତି ବେଳେ ଆମେ ବି ଗୋଟେ କରିବା କହିଲି। ଆପଣଙ୍କ ପରିଚୟ? ଆଜ୍ଞା, ମୋ ନାଁ ସୁବାସ ମହାନ୍ତ, ଗ୍ରାମ କଣ୍ଟାସୋଲା, ଜିପି ବଡ଼ଗାଁ, ଡିଷ୍ଟ୍ରିକ୍ଟ ମୟୂରଭଞ୍ଜ। ଆପଣଙ୍କ ଝୁମର ଅନୁଷ୍ଠାନ ନାଁ କ'ଣ? ମା ତାରିଣୀ ଝୁମର ପାର୍ଟି। ଆପଣ କ'ଣ କରନ୍ତି ଝୁମର ଅନୁଷ୍ଠାନରେ? ମଦଳ ବଜାଏ। କୋଉଠୁ ଶିଖିଛନ୍ତି ଆପଣ ମାଦଳ ବଜାଏ? ଆଜ୍ଞା, ଗୁରୁଜନମାନଙ୍କ ପାଖରୁ। କେତେ ବର୍ଷ ତଳେ ଆପଣ ଶିଖିଛନ୍ତି? ଆଜ୍ଞା, ହେଇଗଲା ଶିଖିବାଟା ମୋର ହେଇଗଲା ଆଜ୍ଞା 20 ବର୍ଷ, କିନ୍ତୁ ପରିବେଷଣ କରାହେଉଛି ଆଜ୍ଞା 10 ବର୍ଷ ହେଲା। କୋଉଠି କୋଉଠି ଯାଇ ଆପଣ ଆଖପାଖ ଇଲାକା ଯେତିକି ହୁଏ, ଯେତିକି ଡାକରା କରନ୍ତି ସମସ୍ତ ଜାଗାକୁ ଯାଏ, ଆମେ ନାଚ ପରିବେଷଣ କରିକି ଆସୁ। ତେବେ ଏଇ ଯେଉଁ ଆପଣ ମାଦଳ ବଜାଉଛନ୍ତି, କଳାକାର ଭତ୍ତା ଇତ୍ୟାଦି ଆପଣ ପାଉଛନ୍ତି କି? ନା ଆଜ୍ଞା, କିଛି ଦେଇନି। ସରକାର ଆମକୁ କିଛି ସହାୟତା ରାଶି ଦେଇନାହାନ୍ତି। କ'ଣ କହିବା ପାଇଁ ଚାହିଁବେ, ସରକାରଙ୍କୁ କ'ଣ ନିବେଦନ କରିବା ପାଇଁ ଚାହିଁବେ? ସରକାରଙ୍କୁ ଏତିକି ନିବେଦନ କରିବି କି ଆମକୁ ସହାୟତା ରାଶି ମିଳୁ
आमर पार्टी आउ टिके आगू जाऊ आपण द्वारा जन दूसरी सरकार को टिके जल्दी जदि आमको सहायता राशि मिले ताहले आम बहुत खुशी हेबू आम पार्टी बहुत खुशी हो उन्नति को आगू कर।
आपण ओडिशा लाइव टीवी को यूट्यूब रे सब्सक्राइब, फेसबुक रे फॉलो आउ प्ले स्टोर एप्लिकेशन डाउनलोड करिसेंती। जदि करिनांती आज ही करिनियंतो।